ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଦ୍ୱାରା ଆୟୋଜିତ ଓ ହସ୍ତଶିଳ୍ପ ବିକାଶ ଆୟୁକ୍ତ ନୂଆଦିଲ୍ଲୀ ଓ ବସ୍ତ୍ର ମନ୍ତ୍ରଣାଳୟ ଭାରତ ସରକାର ନୂଆଦିଲ୍ଲୀଙ୍କ ଦ୍ୱାରା ପ୍ରାୟୋଜିତ 10 ଦିବସୀୟ ଶ୍ରୀ ଜଗନ୍ନାଥ ଜାତୀୟ ଗାନ୍ଧୀ ଶିଳ୍ପ ବଜାର ରେକର୍ଡ 3 କୋଟିରୁ ଉର୍ଦ୍ଧ୍ୱ ବ୍ୟବସାୟ କରି ଉଦ୍ଯାପିତ ହୋଇଛି। ଏହି ବଜାର ଜାନୁଆରୀ 25 ତାରିଖ ଠାରୁ ପୁରୀ ବେଳାଭୂମି ଠାରେ 200 ହସ୍ତଶିଳ୍ପ ଓ ହସ୍ତତନ୍ତ୍ର କାରିଗରମାନଙ୍କୁ ନେଇ ଆୟୋଜନ କରାଯାଇଥିଲା। ଏହି ବଜାରର ମୁଖ୍ୟ ଲକ୍ଷ୍ୟ ଥିଲା କାରିଗରମାନଙ୍କ ହାତ ତିଆରି ହସ୍ତଶିଳ୍ପ ସାମଗ୍ରୀ ଗୁଡ଼ିକର କିପରି ଲୋକାଭିମୁଖୀ କରାଯିବ ଓ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ଘଟିପାରିବ ସେ ଦିଗରେ ଭାରତ ସରକାରଙ୍କର ବସ୍ତ୍ର ମନ୍ତ୍ରଣାଳୟ ସଦା ଚେଷ୍ଟାରତ। ଏହି ବଜାରରେ ଭାରତର ବିଭିନ୍ନ ରାଜ୍ୟ ଯଥା ରାଜସ୍ଥାନ, ଆସାମ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଣ୍ଡିଚେରୀ, ଗୁଜରାଟ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଛତିଶଗଡ଼, ନୂଆଦିଲ୍ଲୀ ପ୍ରଭୃତି 22 ଗୋଟି ରାଜ୍ୟର କାରିଗରମାନେ ଅଂଶଗ୍ରହଣ କରିଥିଲେ। ଏହି ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପୁରୀର ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗ ଦେଇଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ସଦାଶିବ ପରିସରର ନିର୍ଦ୍ଦେଶକ ପ୍ରଫେସର ଅତୁଲ କୁମାର ନନ୍ଦ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପୂଜାପଣ୍ଡା ନିଯୋଗର ସଭାପତି ଶ୍ରୀ ଜଗନ୍ନାଥ ପୂଜାପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ କାରିଗରମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। ଶ୍ରୀ ଜଗନ୍ନାଥଙ୍କ ନାମରେ ନାମିତ ହୋଇଥିବା ଜାତୀୟ ସ୍ତରୀୟ ଗାନ୍ଧୀ ଶିଳ୍ପ ବଜାର ପ୍ରତ୍ୟେକ ବର୍ଷ ଜାନୁଆରୀ ମାସରେ ପୁରୀ ବେଳାଭୂମିରେ ଅନୁଷ୍ଠିତ କରିବା ପାଇଁ ବଜାରରେ ଭାଗ ନେଇଥିବା କାରିଗରମାନେ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଧାୟକଙ୍କ ମାଧ୍ୟମରେ ପଠାଇବା ପାଇଁ ପ୍ରଦାନ କରିଥିଲେ। ସମସ୍ତ ହସ୍ତଶିଳ୍ପ କାରିଗରମାନଙ୍କୁ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଅନୁଷ୍ଠାନ ପକ୍ଷରୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ପୁରୀର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପ୍ରଶାନ୍ତି ନୃତ୍ୟ ମନ୍ଦିର ଓ ନାଚ ଘରର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଉଦ୍ଯାପନୀ ସନ୍ଧ୍ୟାରେ ଅଧ୍ୟକ୍ଷତା କରୁଥିଲେ ଅନୁଷ୍ଠାନର ସମ୍ପାଦକ ରାଜେଶ କୁମାର ମହାନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପସଭାପତି ଭରତ ନାୟକ, କୋଷାଧ୍ୟକ୍ଷ ନାରାୟଣ ପାତ୍ର, ସଂଗଠନ ସମ୍ପାଦକ ସତ୍ୟବ୍ରତ ଦାସ, ଯୁଗ୍ମ ସମ୍ପାଦକ ସଂଗ୍ରାମ କାନୁନଗୋ, ବିଦ୍ରୋହ କେଶରୀ ସିଂ, ଦେବେନ୍ଦ୍ର ମହାପାତ୍ର, ଦାମୋଦର ଶତପଥୀ, ବରିଷ୍ଠ ସଭ୍ୟ ପୁଷ୍କର ସାହୁ, ପ୍ରଶାନ୍ତ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ଓଝା ଓ ସତ୍ୟନାରାୟଣ ମହାରଣା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସାଂସ୍କୃତିକ ସମ୍ପାଦକ ଶ୍ୟାମପ୍ରକାଶ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।